ଦର୍ଶକ ବନ୍ଧୁ, ଶରୀର କମ୍ପନ ବା ଫଡକିଲେ କ'ଣ ଶୁଭ ବା ଅଶୁଭ ହୁଏ ସେ ବିଷୟରେ ମୁଁ କହିବାକୁ ଯାଉଛି। ତା ପୂର୍ବରୁ ଭିଡ଼ିଓକୁ ଟିକେ ଲାଇକ୍ କରନ୍ତୁ। ଯଦି ମୁଣ୍ଡ ଫଡକେ ବା କମ୍ପନ ହୁଏ ତାହେଲେ ଉଚ୍ଚ ପଦବୀରେ ଥିବା ଲୋକଙ୍କ ଦ୍ୱାରା ସମ୍ମାନିତ ହେବାର ସମ୍ଭାବନା ଥାଏ। ଯଦି ଲଲାଟ କମ୍ପେ ବା କମ୍ପନ ହୁଏ ତାର ଐଶ୍ୱର୍ଯ୍ୟ ବା ଧନ ଲାଭ ହୋଇଥାଏ। ଦକ୍ଷିଣ ଆଖି ବା ଚକ୍ଷୁ ଯଦି କମ୍ପନ ହୁଏ ତେବେ ବନ୍ଧୁ ଦର୍ଶନ ହୋଇଥାଏ। ଦକ୍ଷିଣ ଚକ୍ଷୁର ନିମ୍ନ ଭାଗ ହେଲେ ପୀଡ଼ା ଦେଇଥାଏ। ବାମ ଚକ୍ଷୁ ଯଦି କମ୍ପନ ହୁଏ ତେବେ ଅର୍ଥହାନି ହୋଇଥାଏ, ରାଜଭୟ ହୋଇଥାଏ, ଅଯଥା କଳହ ମଧ୍ୟ ହୋଇଥାଏ। ବାମ ଚକ୍ଷୁର ଊର୍ଦ୍ଧ୍ୱ ଭାଗ ଯଦି କମ୍ପେ ତେବେ ଅର୍ଥଲାଭ ହୋଇଥାଏ। ଉଭୟ ଚକ୍ଷୁ ଯଦି କମ୍ପନ ହୋଇଥାଏ କଷ୍ଟ ଦେଇଥାଏ। ନାକ ଯଦି କମ୍ପନ ହୁଏ ତାପରେ ପୀଡ଼ା ବା ମୃତ୍ୟୁ ସହ ପୀଡ଼ା ମଧ୍ୟ ହୋଇଥାଏ। ଦକ୍ଷିଣ ନାକ ଯଦି କମ୍ପେ ତେବେ ଦେହରେ କଷ୍ଟ ଦେଇଥାଏ। ବାମ ନାକ ଯଦି କମ୍ପନ ହୁଏ ତାପରେ ମୃତ୍ୟୁ ସମ୍ବାଦ ଶୁଣିବାକୁ ମିଳେ। ଓଠ ଯଦି କମ୍ପନ ହୁଏ ତେବେ ବେଦନା ହୋଇଥାଏ। ଜିହ୍ୱା ବା ତାଳୁରେ ଯଦି କମ୍ପନ ହୁଏ ତାହେଲେ ଲାଭର ଯୋଗ ଥାଏ। ଦକ୍ଷିଣ କର୍ଣ୍ଣ ଯଦି କମ୍ପେ କୁଟୁମ୍ବ, ବିଦ୍ୟା ଅଥବା ସ୍ତ୍ରୀ ଲାଭ ହୋଇଥାଏ। ବାମ କର୍ଣ୍ଣ ଯଦି କମ୍ପନ ହୁଏ ତାହେଲେ ମୁଣ୍ଡରେ ବ୍ୟଥା ହୋଇଥାଏ। ଉଭୟ କର୍ଣ୍ଣ ଯଦି କମ୍ପନ ହୁଏ ତାହେଲେ ଅର୍ଥ ଲାଭ ହୋଇଥାଏ। ଦକ୍ଷିଣ କାନ୍ଧ ଯଦି କମ୍ପନ ହୁଏ ତେବେ ସ୍ୱର୍ଣ୍ଣ ଲାଭ ହୋଇଥାଏ। ବାମ ସ୍କନ୍ଧ ଯଦି କମ୍ପନ ହୁଏ ତେବେ ଅର୍ଥ ଆସେ ପ୍ରଚୁର ଭାବରେ। ଉଭୟ କାନ୍ଧ ଯଦି କମ୍ପନ ହୋଇଥାଏ ତାହେଲେ ଶିରଚ୍ଛେଦ ହେବାର ଆଶଙ୍କା ଥାଏ। ଦକ୍ଷିଣ ହାତ ଯଦି କମ୍ପନ ହୁଏ ତେବେ ବଳ ବୃଦ୍ଧି ହୋଇଥାଏ। ବାମ ହସ୍ତ ଯଦି କମ୍ପନ ହୋଇଥାଏ ନିଶ୍ଚିତ ଭାବରେ କଳହ ଲାଗିଥାଏ। ଦକ୍ଷିଣ ପାଦ ଯଦି କମ୍ପେ ବା ଫଡକେ ପ୍ରବାସୀ ବା ବିଦେଶୀ ଯାତ୍ରାକୁ ସମ୍ଭାବନା ଥାଏ। ବାମ ପାଦ ଯଦି କମ୍ପନ ହୁଏ ତେବେ ସୁଖ ଲାଭ ହୋଇଥାଏ। ଉଦରରେ ବା ପେଟରେ ଯଦି କମ୍ପନ ହୁଏ ତେବେ ପୁତ୍ର ଲାଭ ହୋଇଥାଏ। ଦର୍ଶକ ବନ୍ଧୁ, ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଲାଇକ୍ କରିବେ ଏବଂ ନୂଆ ହେଇଥିଲେ ସବସ୍କ୍ରାଇବ୍ କରିବେ। ରହୁଛି, ଜୟ ଜଗନ୍ନାଥ।